ମନରେ ଅସୁମାରୀ ଆଶା ଆଉ ଆଖିରେ ଆଖିଏ ସ୍ୱପ୍ନ। ସତେ ଯେମିତି ତାର ଏହି ଦାରିଦ୍ର୍ୟତା ମଧ୍ୟରେ ଟିକି ଟିକି ସ୍ୱପ୍ନ ଚାଦର ପରି ବିଛେଇ ହୋଇ ରହିଥିଲା। ଆଉ ତାର ଏହି କଠିନ ପରିଶ୍ରମ ପରିବାରକୁ ଦେଖାଇଥିଲା ଅନେକ ସ୍ୱପ୍ନ। ସେହି ସ୍ୱପ୍ନକୁ କିପରି ପୂରଣ କରିବେ ତା ପାଇଁ ଦିନରାତି ଏକ କରି କରୁଥିଲେ କଠିନ ପରିଶ୍ରମ। ନିଜର ଏହି ଗରିବ ଅସହାୟ ପରିସ୍ଥିତିରେ ଗତି କରୁଥିବାରୁ ଠିକ୍ ଭାବରେ ବୁଝିପାରିଥିଲେ ଅନ୍ୟର କଷ୍ଟ ଦୁଃଖ ଓ ଗରିବ ପଣିଆକୁ। ଆଉ ମନରେ ଆଣିଥିଲେ ବଡ଼ ହୋଇ ଡିଗ୍ରୀ ହାସଲ କରିବା ପରେ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ହେଲେ କ'ଣ ହେବ, ପାଠ ପଢ଼ି ଶିଖର ଛୁଇଁବାକୁ ଯାଉଥିବା ବେଳେ ଦୁର୍ଘଟଣା ରୂପରେ ଦୁଃଖ ଦାରିଦ୍ର୍ୟତା ଯେମିତି କଳା ଅନ୍ଧାର ପରି ମାଡ଼ି ଆସିଥିଲା ସସ୍ମିତାଙ୍କ ଜୀବନକୁ। ଆଉ ସେଇଠୁ ଆରମ୍ଭ ହୋଇଥିଲା ତାଙ୍କର ଦାରୁଣ ଦୁଃଖ। ନା ନିଜେ ସହିପାରୁଛନ୍ତି ନା ଅନ୍ୟକୁ କହିପାରୁଛନ୍ତି। ଯିଏ ଦିନେ ଡାକ୍ତର ହୋଇ ଅନ୍ୟର ସେବା କରିବା ପାଇଁ ସ୍ୱପ୍ନ ଦେଖୁଥିଲେ, ସେ ଯେ ରୋଗୀ ପାଲଟି ଯିବେ କେହି ବି ଆଖିରେ ଦେଖିବା ପରେ ବିଶ୍ୱାସ କରିପାରୁନଥିଲେ। ଭାବିଥିଲେ ଘରର ଅଭାବ ଦୂର କରିବା ସହ ଅସହାୟ ଗରିବ ଲୋକଙ୍କର ସେବା ମଧ୍ୟ କରିଥାନ୍ତେ। ହେଲେ ଦୈବ ଦାଉ ସାଜିଲା। କ୍ଷଣକ ମାତ୍ରେ ସସ୍ମିତାଙ୍କର ସବୁ ସ୍ୱପ୍ନ ମାଟିରେ ମିଶିଗଲା। ଟିକେ ନଜର ପକାନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ ଉପରେ। ଇଏ ହେଉଛନ୍ତି ବାପା ମନୋଜ ଗୌଡ଼ ଓ ମା ଶଶୀ ଗୌଡ଼ଙ୍କ ଝିଅ ସସ୍ମିତା ଗୌଡ଼। ଘରେ 3 ଜଣ ଭାଇ ଭଉଣୀ ଥିବାବେଳେ ବେଶ ହସ ଖୁସିରେ ଚାଲିଥିଲା ପରିବାର। ତେବେ 10 ବର୍ଷ ପୂର୍ବେ ବାପାଙ୍କ ଦେହାନ୍ତ ପରେ ମା ହିଁ ତାଙ୍କ ପାଇଁ ସବୁକିଛି। ଆଉ ଏହି ଦାରିଦ୍ର୍ୟତା ମଧ୍ୟରେ ସସ୍ମିତା ଦେଖିଥିଲେ ଡାକ୍ତର ହେବାର ସ୍ୱପ୍ନ। ସେହି ସ୍ୱପ୍ନକୁ କିପରି ପୂରା କରିବେ ତାକୁ ନେଇ ମଧ୍ୟ ଦିନରାତି ଏକ କରିଦେଇଥିଲେ। ମା ଶଶୀ ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ କାମ କରି ଯାହା 2 ପଇସା ରୋଜଗାର କରୁଥିଲେ ତାହା ଦୁଃଖ କଷ୍ଟରେ ଚଳି ଯାଉଥିଲେ। ହେଲେ ସତେ ଯେମିତି ଦୈବ ଦେଖିପାରିଲାନି ସସ୍ମିତାଙ୍କ ସୁଖ। ଦିନେ ଗୋଟେ ଅଟୋ ଯୋଗେ ସସ୍ମିତା କଲେଜରୁ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାଫଳରେ ସସ୍ମିତାଙ୍କର ଗୋଡ଼ ଦୁଇଟି ଭାଙ୍ଗିଗଲା, ଯାହାକି ତାଙ୍କର ଡାକ୍ତର ହେବାର ସ୍ୱପ୍ନ ସେଇଠି ହିଁ ମଉଳିଗଲା। ମା ଶଶୀଙ୍କ ପାଖରେ ଯେତେ ଟଙ୍କା ଥିଲା ସବୁକିଛି ସସ୍ମିତାଙ୍କ ଚିକିତ୍ସାରେ ସାରି ଦେଇଛନ୍ତି। ଆଉ ପାଖରେ କାଣି କଉଡ଼ିଟିଏ ବି ନାହିଁ, ଯାହା ପାଇଁ ଆଜି ସସ୍ମିତାଙ୍କ ପାଇଁ ଅର୍ଥ ସାଜିଛି ବାଧକ। ଏତେ ଦିନ ହେଲା ସସ୍ମିତାଙ୍କର ଏପରି ଅବସ୍ଥା ହୋଇଥିଲେ ବି ସରକାରୀ ସୁବିଧା ଅପହଞ୍ଚ। ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ସସ୍ମିତାଙ୍କୁ କେବେ ମିଳୁଛି ସହାୟତା। କନ୍ଧମାଳରୁ ସୀମାଞ୍ଚଳ ସାହୁଙ୍କ ରିପୋର୍ଟ, A1 ଓଡ଼ିଆ।